सोना पापा दुबई जाइछन्ती तमे हैप्पी ना सैड कोन कहलो सैड एक्चुअली एटा होची तांकर फर्स्ट फॉरेन ट्रिप अचीवमेंट तांका फेस रु जना पड़ुची से केते खुशी अछंती आ आमे सब भी बहुत खुशी ऑब्वियसली खुशी तो लागिवो ही ना ना एबे दुबई में ट्रिप रो एटा पड़ी आसला मेसेज पड़ी आसे टिकट देखला एबे ए देखो आम सहित जी समीर भाई जाउछन्ती एसो ट्रेबियन सी मोर टिकट शेयर करछन्ती एक्चुअली ग्रुप रे मध्ये पड़ी आछि मोर एटा दुबई रे टिकट अछि 7:20 रे डिपार्चर अराइवल 9:30 एयर इंडिया एयर इंडिया केतବେଳେ ଯିବ एटा तो तापर दिल्ली सकाळ 7:20 रु हमर फ्लाइट छरियो सोना पापा दुबई जिबे हमको नेबेनी कोन भाई पापा दुबई जाउछन्ती हैप्पी हेबा कथा हां तम नोन बोली कि शेयर की तो आई कान पछ कर हेले पापा जिबे ना नहीं ना किलो मा एटा खेलिया जिंस नहीं सुनना ए पापा का ऑफिशियल काम हां ऑफिशियल को कौन भाई हैं को को मुझे भी नहीं दुबई ना कैंटी एरोप्लेन जीवी जे पूरा गोटे रूम टिकट दे चलती सुन हां तमे दी जण जीव की कथा तमे दी जण जीव मु दिबिनी देखो बड़ चले हां तीन जना करा ले कंपनी तीन जना टिकट दो नहीं ना सुना एला हमें आउ दी जण पे दीटा टिकट काटियो पड़ियो पर्सनली हाथ ताके काटू ना तो ऊपर एते पैसा नाही एबे बर्तमान दुबई ट्रिप करला बे काट पार्टी भी देना सुन ଆମ ମହାଶୟ ବାବୁ ଯାଉଛନ୍ତି ଦୁବାଇ ତାଙ୍କ ମୁହଁର ହସ ଦେଖ କି ଖୁସି ଅବଶ୍ୟ ତାଙ୍କଠୁ ଅଧିକ ଖୁସି ମୁଁ ଅଛି କାହିଁକିନା ସିଏ ଯାଉଛନ୍ତି ବୋଲି ମୋର ଗୋଟେ ଏକ୍ସଟ୍ରା ଗୋଟେ ଭିଡ଼ିଓଟେ ହବ ବୋଲି ତମ ପାସପୋର୍ଟ ପଳେଇ ଆସିଲା କାହିଁ ଦେଖିନି पासपोर्ट तुम देखी नहीं ନାଇଁ କେବେ ଆସିଲା पासपोर्ट के बेटा ऐसे नहीं ମା ପାସପୋର୍ଟ ଆସିଗଲା ଏଇଟା ଫଟୋଟା मदन बड़ी दिसला किदा फोटो आपन फोटो देख एगो रिसेंट फोटो रहनो ना मु एक्चुअली सेठी जाइकली ए गेटर जाइकली सेठी से इंस्टेंटली नहीं गया फोटो दाढ़ी के खरे नथि सेंटली जाना तुझे भी ଭଲ ଅଛି ଭଲ ଦେଖୁନି ଆଉ କିଛି ଲେଖା ए ହଉ ଏଇଟା ଫାର୍ଷ୍ଟ ବ୍ୟାଗ हम तो ऑफिस बैग दबନି सभी तो करू ଏବେ ରଖିଦେଇଥିଲି ଲଗେଜ ପ୍ୟାକିଂ ମୁଁ ଆକ୍ଚୁଆଲି ଟିକେ କନଫ୍ୟୁଜ ଥିଲି କ'ଣ କ'ଣ ପ୍ୟାକିଂ କରିବି ବୋଲି କାହିଁକି ନା ସେ ଯିବେ ବୋଲି ମୁଁ ଏତେ ଗୁଡ଼ାଏ ସପିଂ କରିଦେଇଥିଲି ନା ତ ସେଥିରୁ ସିଲେକ୍ଟ କରିକି କେଉଁଟା ନେବେ କେଉଁଟା ନାହିଁ ମୁଁ ଟିକେ ବହୁତ ହି କନଫ୍ୟୁଜ ଥିଲି ଆକ୍ଚୁଆଲି ସେ ଟିକେ ମିଠା ପ୍ରେମୀ ତ ତାଙ୍କୁ ମୁଁ ନ ଜଣେଇ ମୁଁ ଏଇ ମିଠା ପ୍ୟାକେଟ୍ ଆଣି ଦେଇଥିଲି ସେ ପ୍ୟାକିଂ କଲା ବେଳେ ଦେଲି ବାଇଚାନ୍ସ ତାଙ୍କୁ ଯଦି ସେଠି ଭୋକ ହବ ମୁଁ ତ ନଥିବି ଆଉ ପାଖରେ ଦେବା ପାଇଁ ତ ସେଥିପାଇଁ ମୁଁ ଟିକେ ଡ୍ରାଏ ଆଇଟମ୍ସ ସୁପୁଲୁ ଏ ମୁଡ଼କି ସବୁ ଟିକେ ପ୍ୟାକ୍ କରିଦେଇଥିଲି ମୁଁ ତ କେବେ ଯାଇନି ଫରେନ୍ ସୋ ମୋତେ ଆଇଡ଼ିଆ ହିଁ ନଥିଲା କ'ଣ ଦେବା ଦରକାର କ'ଣ ପ୍ୟାକିଂ କରିବା ଦରକାର ସୋ ମୋତେ ଯାହା ଫିଲ୍ ହେଲା ମୁଁ ତାଙ୍କ ପାଇଁ ଆଣି ଦେଇଥିଲି ସେଇଟା ପ୍ୟାକିଂ କରିବାକୁ ଦେଇଦେଇଛି ଆଉ ଏଠି ଗୋଟେ ସେଲ୍ଫି ଷ୍ଟିକ୍ ବି କିଣିକି ଆଣିଥିଲି ତାକି ସେ ସେଲ୍ଫି ଷ୍ଟିକ୍ରେ ଫଟୋସ୍ ଭିଡ଼ିଓସ୍ ବନାନ୍ତୁ ବୋଲି ଏଠି ଆମେ ସ୍ୱାମୀ ସ୍ତ୍ରୀ ମିଶିକି ପ୍ୟାକିଂ କରୁଛୁ ମୁଁ ଆକ୍ଚୁଆଲି ବହୁତ ସାରା ଜିନିଷ ପ୍ୟାକିଂ ପାଇଁ ରଖିଦେଇଥିଲି ସାଇଡ଼୍ରେ କାହିଁକି ନା ମୋତେ ତ ଆଇଡ଼ିଆ ନଥିଲା
କିନ୍ତୁ ସେ ଦେଖିକି ହସିକି କହିଲେ ଏଇ ଗୋଟିଏ ସୁଟକେସରେ ଯାହା ଗଲା ସେତିକି ହିଁ ନେବି, କାହିଁକିନା 5 days ପାଇଁ ତ ଏତେ ଗୁଡ଼ାଏ ସାମାନ ନେଇ ହବନି। ରାତି 12ଟା ହେଲାଣି, ବେବି ବି ନ ଶୋଇ ତା ପାପାଙ୍କୁ ହେଲ୍ପ କରୁଛି ପ୍ୟାକିଂରେ। Okay, baby. ସକାଳ 3:30ରେ ସିଏ ଗାଧେଇ ରେଡ଼ି ହେଇଗଲେ, ଆଉ ମୁଁ ବି ଗାଧେଇକି ଆସିଗଲି ତାଙ୍କୁ କ'ଣ ବ୍ରେକଫାଷ୍ଟରେ ଦେବି ବୋଲି। କାହିଁକିନା ମୋ ଶାଶୁମା କୁହନ୍ତି କିଛି ନ ଖାଇ ବାହାରକୁ ଯିବାର ନାହିଁ। ତ ଏଠି ଆମ ବିଲି ନାନୀ ଅଳସ ଭାଙ୍ଗୁଛି, ସିଏ ବି ସକାଳୁ ସକାଳୁ ଉଠି ଯାଇଛି ୟାଙ୍କେ ଯାଉଛନ୍ତି ବୋଲି। ଆମେ ଏକ୍ଜାମ ଗଲାବେଳେ ମା ମାନେ ଯେମିତି ଆମକୁ ଦହି ଚିନି ଖୁଆଇକି ପଠଉଥିଲେ ସବୁ ଭଲରେ ହଉ ବୋଲି, ସେମିତି ମୁଁ ୟାଙ୍କୁ ମିଠା ଖୁଆଇ ପଠଉଛି ଯେମିତି ସେ ଭଲରେ ଯାଇକି ଆସନ୍ତୁ। ୟାଙ୍କୁ ଖାଇବାର ଦେଖି ବିଲି ନାନୀକୁ ବି ଭୋକ ହେଇଗଲା ଏତେ ସକାଳୁ ସକାଳୁ। 5-7 ଦିନ ଯାଇ ଆଉ ବିଲେଇ ସାଥିରେ ଖେଳ ହବନି ନା, ସେଥିପାଇଁ ସକାଳୁ ସକାଳୁ ବିଲେଇ ସାଥିରେ ଖେଳ ଚାଲିଛି। ସେପଟେ ଲେଟ୍ ହେଲାଣି କିନ୍ତୁ ଏମାନଙ୍କର ଖେଳ ସରୁନି। ଟ୍ରେନ୍ ଟାଇମ୍ ହେଇଗଲାଣି, ସେଥିପାଇଁ ମାଙ୍କୁ ଆଉ ବେବିକୁ ଉଠା ହେଇଗଲା। କେଡ଼ି ତୁ କହିଥିଲ ପରା ମୁଁ ଗଲାବେଳକୁ ଉଠେଇବ ବୋଲି ଦେଖ ବିଲି ଉଠି ପଡୁଛି ମତେ ସିଓ କରିବା ପାଇଁ ତମେ ଉଠିବନି କି? ବିଚାରି ମୋ ବେବିର ନିଦ ଭାଙ୍ଗୁନି, କାହିଁକି ନା ପୁରା ଲେଟ୍ ରାତି ଯାଏଁ ସେ ପ୍ୟାକିଂରେ ହେଲ୍ପ କରୁଥିଲା ନା ତା ପାପାଙ୍କୁ। ମୋ ଶାଶୁମା ବହୁତ ଇମୋସନାଲ, ତାଙ୍କ ଜୀବନ ଧନକୁ ସେ ଏତେ ଦୂର ପଠଉଛନ୍ତି ନା, ତ ଟିକେ ଅଧିକ ଇମୋସନାଲ ହେଇଯାଉଛନ୍ତି। ସମସ୍ତଙ୍କୁ ଜପି ହେଲା ଆଉ ମତେ ନ କଲେ ହବ ନା, ମୁଁ ବି ତ ତାଙ୍କୁ ବହୁତ ମିସ୍ କରିବି। ସେମିତିରେ ବି ସେ ଟୁର୍ ଗଲେ କି ମୁଁ ମା ଘରକୁ ଆସିଥିଲେ ଆମେ ଏମିତି ହିଁ ଟିକେ 6-8 ଦିନ ପାଇଁ ଅଲଗା ରହୁ, କିନ୍ତୁ ଏଇଥର ସେ ଲଙ୍ଗ ଡିଷ୍ଟାନ୍ସ ପୁରା ଏତେ ଦୂର ଯାଉଛନ୍ତି ନା, ତ ଟିକେ ତ ଅପସେଟ୍ ନାହିଁ, ଟିକେ ଗୋଟେ ଅକ୍ୱାର୍ଡ ଫିଲ୍ ହଉଛି ଆଉ। ଏତେ ଦିନ ହେଲା ଆମେ ଭାବୁଥିଲୁ, ଜାଣିଥିଲୁ ସେ ଯିବେ ବୋଲି, ବଟ୍ ଫାଇନାଲି ସେ ଦିନ ଆସିଗଲା ଆଉ ସେ ଯାଉଛନ୍ତି। ଆଉ କ'ଣ କହିବି, ବାସ୍ have a safe and happy journey my dear babies papa, bye bye, take care।